ଭଣଜା ଦେଇଥିବା ପଣସଟି ପାଚି ଯାଇଛି ବୋଲି କାଲି ରାତିରେ ମୁଁ ଜାଣିଲି। ମୋ ଶାଶୁ କହୁଥିଲେ ରାତି ଓଳି ପଣସ ଖାଇବା ଭଲ ନୁହେଁ, ଆଉ ମୋ ବାପା କହୁଥିଲେ ଖାଲି ପେଟରେ ପଣସ ଖାଇବା ଭଲ ନୁହେଁ। ଦିହିଙ୍କ କଥାକୁ ମାନି ଆଜି ତରତର ହେଇ ସକାଳୁ ମୋ ନିତ୍ୟକର୍ମ ସାରି ଟିକେ ଚୁଡ଼ାଚୁନି ଜଳଖିଆ ଖାଇଦେଇ ତାପରେ ପୁଳାଏ ପଣସ ଆଣି ଖାଇଲି। ବୋଉ କଥା ପୁଣି ମନେ ପଡ଼ିଲା। ବୋଉ ମୋତେ କୁହେ ହାଣ୍ଡି ଖାଇଙ୍କର ହାଣ୍ଡିରେ ମନ, ରାତିରେ ଦେଖନ୍ତି ଭାତ ସପନ। ସତରେ ମୁଁ ରାତି ସାରା ଭାବୁଥିଲି କେମିତି ସକାଳ ହବ ଆଉ ମୁଁ ପଣସ ଖାଇବି। ମୁଁ ପଣସ ବହୁତ ଭଲ ପାଏ। ଆଉ ପଣସ କେମିତି ଖାଉଛି ଦେଖନ୍ତୁ। ଏମିତି କେବେ ଖାଇଛନ୍ତି କି ମୋତେ ଜଣେଇବେ। ଖାଇସାରି ହାତ ଧୋଇବାକୁ ଗଲାବେଳକୁ ମା ବିଲେଇଟିଏ ତା ଛୁଆ ପାଖରେ କ'ଣ କରୁଛି ଦେଖନ୍ତୁ। ଭାବୁଛନ୍ତି କି ସେ ତାକୁ ଆକ୍ରମଣ କରୁଛି? ନା ନା, ସେ ତାକୁ ସୁରକ୍ଷିତ ସ୍ଥାନକୁ ନେଇଯାଉଛି। ସେମାନେ ଛୁଆକୁ ସାତଘର କରନ୍ତି। ଏକଥା ବି ଆପଣ ଜାଣିଛନ୍ତି ନା ନାହିଁ? ଗାଁ ଗହଳିରେ ଏଇଟା ଗୋଟେ ନୀତିଦିନିଆ ଦୃଶ୍ୟ। ଦେଖନ୍ତୁ ସେ ତା ବେକରୁ ଧରିକି ତାକୁ କେତେ ବାଟ ନେଇଯାଉଛି। ତାକୁ ସେ ଆମ ପଡ଼ିଶା ଘର ଚାଳ ଉପରକୁ ନେଉଥିଲା। ମୁଁ ଭଲରେ ଭିଡ଼ିଓ କରିପାରିଲିନି, କାହିଁକି? ମୋତେ ଡର ଲାଗିଲା କାଳେ ମୁଁ ପାଖକୁ ଗଲେ ତା ପାଟିରୁ ଛୁଆଟି ଖସିଯିବ। ଦେଖିବେ